ଆଉ ଗୋଟେ ପୁରୁଣା ପୁରୁଣା ପ୍ଲାନ୍ କଲା ହେଲାଣି ଜାଲରେ କହିକା ଟଣା ହବ। କଇଁଚ ଅଣ୍ଡା ବୋଧେ ତ ଫାଟିଛି ସବୁ ଦେଖିପାରୁଛନ୍ତି କଇଁଚ ଅଣ୍ଡା। ନିଜେ ଘୁରେ ହେଇଯିବେ ଜାଲରେ କଣ ନଈ ପାଣି ବଢି ଯାଇଛି ସେଥିପାଇଁ ଆମେ ବାସ୍ ଖାଲି ଗୋଟେ ଜଣ କଣ ଭିଡ଼ିଓ ବନେଇବା ଚକ୍କରରେ ଯାଉଛୁ। ଆଜି ଗୋଟେ ନୂଆ ଯେଉଁ କମାଣ୍ଡୋଙ୍କୁ ଧରିକି ଆଇଛୁ। ଆଉ ଆମର ଆଜି ଇନଷ୍ଟ୍ରକ୍ଟର ଦେଖା ନାହାନ୍ତି କୁଆଡ଼େ ଗୋଟେ ପଳେଇଛନ୍ତି ଦେଖାଯାଉ। ଆଜିର ରାସ୍ତା ଆପଣମାନେ ଦେଖିପାରୁଥିବେ ଚେଞ୍ଜ। ଆମେ ଯେଉଁ ରାସ୍ତାରେ ଯାଉ ସେ ରାସ୍ତା ନୁହଁ। ଆଜି ଆମ ଖେଳ ପଡ଼ିଆ ଦେଇ ଆମେ ଯିବୁ। ତ ଏଇଠି ଗୋଟେ ଟୁବଟେ ଅଛି ସେ ଟୁବରେ ଯଦି ହେଲା ମାଛ ଧରିବୁ ନହେଲେ ଧାରରେ। ତ ଏଇଠି ଗୋଟେ ଟୁବଟା ହେଇଥିଲା ଆମର ଏଇଠି ଗୋଟେ ଟୁବଟା ହେଇଥିଲା ଯେଉଁ ଟୁବରେ ଆମେ ପକେଇବୁ ବୋଲି ଭାବୁଥିଲୁ। ବଟ୍ ଦେଖନ୍ତୁ ଯେ ପାଣି କିନ୍ତୁ ବଢ଼ି ଯାଇଛି ଦେଖିପାରୁଛନ୍ତି ପାଣି ପୁରା ବଢ଼ି ଯାଇଛି। ତ ଏ ଟୁବରେ ଆମେ ଆଉ ଧରିପାରିବା ନାହିଁ। ତ ଆଇଦର ସେକଡ଼କୁ ଯିବା ସେ ଧାରକୁ ନହେଲେ କୁଆଡ଼େ ଯାଉଛନ୍ତି ଦେଖିବା ତାଙ୍କ ପଛେ ପଛେ ମୋତେ ଯିବାର ଅଛି। ନହେଲେ ମୋତେ ପୁଣି ହଇରାଣ ହେବି ମୁଁ। ଆମେ ଯେଉଁ ମାଛ ଧରୁଥିଲୁ ଏଇ ସାଡ଼େ ଯାଇକି ମାଛ ଧରୁଥିଲୁ ଏଇ ସାଡ଼େ ଏସବୁ ଜାଗା ଗୁଡ଼ାକରେ। ଚାଲୁ ଦେଖିବା ଆଜି କ'ଣ ହେଉଛି। ଏଠି କ'ଣ ପଡ଼ିବ ଏଠି ତ ପାଣି ଲାଗିନେ ପଡ଼ିବ କେଉଁଠୁ ସେ ପାଣି ଯଦି ସାଡ଼ୁ ଆଉଛି ଯେ କିନ୍ତୁ ପାଣି କ'ଣ ଲାଗିଛି ଯେ ପାଣି ପଡ଼ିବ। ଦେଖିବା ମାଛ ପଡ଼ୁଛି ନା ନାଇଁ ଜାଗାରେ କିଛି ଅଛି କ'ଣ ନାହିଁ କିଛି। ଏଠି କ'ଣ ପାଣି ମାଛ ପଡ଼ିବ। ଓ ସାଙ୍ଗମାନେ ବିଛୁଆତି ଲାଗିଗଲା ଦେଖନ୍ତୁ ଆ ଭିତରୁ କୋଉଟା ବିଛୁଆତି କଥା ମୁଁ ତ ଜାଣିପାରୁନି। କିନ୍ତୁ ମୋର ଏଇ ଜାଗାଟା ସମ୍ପୂର୍ଣ୍ଣ ଲାଗିଗଲା ମାନେ ଜୀବନ ନେଇଗଲାଣି। ଆ ଭିତରୁ କୋଉଟା ବିଛୁଆତି ଗଛ କେଜାଣି ମୁଁ ନିଜେ ଜାଣିପାରୁନି। ଆଉ ଗୋଟେ ପୁରୁଣା ପୁରୁଣା ପ୍ଲାନ୍ କଲା ହେଲାଣି ଜାଲରେ କହିକା ଟଣା ହବ। ଜାଲକୁ ଟଣା ହବ ଜାଲ ଟାଣିକି ଯଦି କିଛି ପଡ଼ିବ। ଆପଣମାନେ କେବେ ଜାଲ ଏମିତି ଟାଣିକି ମାଛ ଧରିଛନ୍ତି? ଦେଖନ୍ତୁ ପାଣି ଯେହେତୁ ଜାଲକୁ ଟାଣିକି ମାଛ ଧରା ହଉଛି। ଟାଣି ନିଆଉ ଜାଲ ଦେଖ ଜାଲ ଟାଣି ପଡୁଛି। ପୂର୍ବ ପୁରୁଷ ଯେତେବେଳେ ଧରୁଥିଲେ ଏମିତି ଏଇପଟେ ସୁବିଧା ଅଛି ସାଙ୍ଗମାନେ। ତ ମୁଁ ଚାଲିଲି ଆପଣମାନଙ୍କ ପାଖରେ ଦେଖିବି ଦେଖିବା ଏଥର କିଛି ପଡୁଛି ନା ନାହିଁ ହେଲା। ଆସ ଏଇଠିକି ନେଇକି ଆସ ହବ ଆଜ୍ଞା। ହଁ ଇନଷ୍ଟ୍ରକ୍ସନ ଦଉଛନ୍ତି ଆଜି ନୂଆ ଇନଷ୍ଟ୍ରକ୍ଟର। ଦେଖାଯାଉ କ'ଣ ହଉଛି ସାଙ୍ଗମାନେ। ଜାଲ ବର୍ତ୍ତମାନ ଉଠି ଯାଇଛି କିଛି ବି ନାହିଁ ଛୋଟିଆ କେରାଣ୍ଡି ଦିଟା ଖଣ୍ଡେ ପଡିଯିବ ନା ଏତେ ବାଟ ଟାଣି ଆଣି ଛୋଟିଆ କେରାଣ୍ଡି ଦିଟା ପଡି ହଁ 2-4ଟା ଖଣ୍ଡେ କେରାଣ୍ଡି ଅଛି ଆଉ ନା ଚଳିବ। ଏ ଖାଲି ଭାଜିକି ତେଲରେ ଛାଣି ଦେଇ ଖାଇବ ଆଉ କିଛି। ତେଲ ଭାଜି ମୁଢିରେ ଖାଇବ। ଦେଖନ୍ତୁ ଟିକେ କେରାଣ୍ଡି ଦିଟା ପଡିଛି। ସେମାନେ ଯାଇକି କୋଉଠି ହେଲେଣି ଦେଖନ୍ତୁ ସେ ଜାଗାରେ ଆଉ ଅନଉଛନ୍ତି ସେଠିକି। ଦେଖନ୍ତୁ ସେଠି କିଛି ଲୋକ ଦେଖିପାରୁଛନ୍ତି ଧରୁଛନ୍ତି ଦେଖନ୍ତୁ ଏଇଠି ତ ସେ ଭାବୁଛନ୍ତି କାଳେ ଧାରରେ ବୋଧେ କିଛି ମାଛ ପଡୁଛି। ସେମାନେ ଜାଲ ପକଉଛନ୍ତି ଜଣାପଡ଼ୁନି ଏତେ ଦୂରରୁ। ତ ଆମର ସେଠିକି ଅନେଇଛନ୍ତି ସେଠି ବୋଧେ କାଳେ ମାଛ ପଡୁଛି ବୋଲି। ତ ଦେଖାଯାଉ ଆମର ଏଠି କ'ଣ ପଇଲାଣି। ଖନାଟା ଆମର ଦେଖଉଛି କୋଉଠି ପକା ହବ ପୁରା ପର୍ଟିକୁଲାର ସେଇ ଜାଗାକୁ ହିଁ ପକା ହଉଛି। ଦେଖିଆ ପାଣି ଆଉ ବଢି ଯାଇଛି ଆଉ ପାଣି ବଢିଲେ କ'ଣ ମାଛ ବାଗେଇକି ବି ଯିବାକୁ ପଡିବ। ଏଠି ଏଇ ଜାଗାଟାରେ ନା ସାଙ୍ଗମାନେ ଗୋଟେ ଟାପୁ ବି ଅଛି। ଏଇ ଜାଗାଟା ବୋଧେ ମେ ବି ଗୋଟେ ପୁରା ଟୁବ ଭଳିଆ। ଦେଖନ୍ତୁ କେତେ ପାଣି ହେଇଗଲାଣି ସେ ଜାଗାରେ ବାଗେଇକି ମାଛ ନିଶାରେ ନହେଲେ ଏକାଥରେ ଭାଇ କେତେ ପାଣି ଦେବି। କାଲି ଯୋଉଠି ଚୁନା ମାଛ ଫୋପଡା ହଉଥିଲା କାଲି ପରଦିନ ଆପଣ ଦେଖିଥିବେ ବଡ ଚିଙ୍ଗୁଡି ଗୋଟେ ବଡ ମାନେ ଭାବନ୍ତୁ ଗୋଟିଏ ବଡ ଚିଙ୍ଗୁଡି ଆସିବା ପୁରା ମାନେ ଏକ୍ସାଇଟମେଣ୍ଟ। କାଲି ପହରଦିନ ବେଳକୁ ଆପଣ ଦେଖିଥିବେ ଭିଡିଓରେ କେମିତି ଖେପାରେ ଗୋଟେ 10-15 ଚିଙ୍ଗୁଡି ଆସୁଥିଲା। ଦେଖିପାରୁଛନ୍ତି ସାଙ୍ଗମାନେ ସମୟର ପରିବର୍ତ୍ତନ ଦେଖନ୍ତୁ। ଦେଖେଇଲ ହଁ ହେଇଛି କହିବ ମୁଁ ଧରିଛି। ମୁଁ ଗୋଟେ ପକାଏ ଦେଖନ୍ତୁ ସାଙ୍ଗରେ
ଆପଣମାନେ ଏଠି ଯଦି ପ୍ରେଜେଣ୍ଟ ଥାନ୍ତେ ନା ଜାଣିପାରନ୍ତେ ମୁଁ କାହିଁକି ହସୁଛି। କାରଣ ସବୁ ସମୟରେ ତ କ୍ୟାମେରା ଅନ୍ କରିବ ନେଇକି ଯାହା ଯାହା ହଉଛନ୍ତି ହସି ହସି ପେଟ ଦରଜ। ଏଇ ଖେପାଟା ଆମେ ପୁରା ଦେଖିବା ହେଲା କ'ଣ ସିଏ ପକଉଛନ୍ତି ଦେଖିବା। ସେତେବେଳଠୁ ସିଏ କରୁଛନ୍ତି 2 ଜଣ ଲାଗିଛନ୍ତି ଜାଲ ପକେଇରେ। ସେତେବେଳଠୁ ଖାଲି ଗବର 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 ହଉଛି କନାଟା ଜାଲ ସାଇଜ କରିପାରୁନାହାନ୍ତି। କନାଟା ଓଲଟିକି ପଡ଼ିବ। ହାଉଲେ ହାଉଲେ ନାଇଁ ଗଳି ବୁଡ଼ିଯିବ। ନା ଜାଲ ପାଣିରେ ପଡ଼ିଛି ନା ସୁତି ବୋପାଲ ଯେମିତି ପୁରା ବଡ଼ ଜାଲ ପଡ଼ିଛି 8-10ଟା ଚୁଙ୍ଗୁଡ଼ି। ଦେଖୁଛ ଜାଲ ଧରି ବି ପାରୁନାହାନ୍ତି। ସେ ଜାଲ ତଳେ ବୁଡୁଛି ଭାସୁଛି। ନିଜେ ଘୁରେଇ ହେଇଯିବେ ଜାଲରେ କ'ଣ କନାଟା ଆଜି ଧରା ପଡ଼ିଛି। ସବୁଦିନରେ ଗପି ଗପି ଆଜି ଧରା ପଡ଼ିଛି ଜାଲ ପକେଇ ପାରୁନି ଟୋଟାଲ। ଯିଏ ବି ମାଛ ଧରିବାକୁ ଗଲେ ଖନା ତାର କମେଣ୍ଟ ଦେଇ ଯେ ତମେ ଜାଲ ପକେଇ ପାରୁନ, ଜାଲ ଏଠି ପଡୁଛି, ଜାଲ ସେଠି ପଡୁଛି। ଆଜି ନିଜେ ଧରା ପଡ଼ିଛି ଜାଲ ଟେକି ବି ପାରୁନାହିଁ। ଜାଲ ବହୁତ ଆଜି ରାତିରେ ଦେହ ହାତ ଦରଜ ହେଇକି ଶୋଇବ ନା। ଏଟା କଇଁଚ ଅଣ୍ଡା କି କ'ଣ କେଜାଣି ଜଣା ପଡୁନାହିଁ। କେତେ ଗୁଡ଼ାଏ ଦେଖନ୍ତୁ ଏଠି ଫାଟିଛି। କଇଁଚ ନା ଚଢ଼େଇ ଅଣ୍ଡା କ'ଣ କେଜାଣି, କଇଁଚ ଅଣ୍ଡା ବୋଧେ। କଇଁଚ ଅଣ୍ଡା ବୋଧେ ତ ଫାଟିଛି ସବୁ ଦେଖିପାରୁଛନ୍ତି। କଇଁଚ ଅଣ୍ଡା ନଈ ପାଖରେ ଏଇଠି ଆଉ ଏଇଠି କଇଁଚ ବୋଧେ ଅଣ୍ଡା ଏଇଠି ତ ଖୋଳା ହେଇଛି ଭାଇ। ଦେଖୁନ ଏଇଠି ଖୋଳା ହେଇଛି, ଏଇ ଖୋଳା ହେଇଛି ଏଇଠି ସବୁ ଅଣ୍ଡା କଇଁଚ ଅଣ୍ଡା ଆଉ ନା ଭାଇ ସବୁ ଖୋଳା ହେଇକି ଅଣ୍ଡା ଏଇଠି ପଡ଼ିଛି। କଇଁଚ ସବୁ ବାହାରିକି ଯାଇଛି ବୋଧେ। ହଁ ତ ଆଉ କୋଉଠି କିଛି ହେଇଛି କ'ଣ? ଏଇ ଗାତଟା ସାପ ଗାତ ହେଇଥିବ ଲୋ ବା। ଏଇଗୁଡ଼ା ଖୋଳା ହେଇଛି କଇଁଚ ଅଣ୍ଡା। ସେ ଘାସ ଉପରେ କାହିଁ ଚଢୁଛନ୍ତି? ମାଛ ବାହାରିବ ପାଣି କି? ମାଛ ପଡୁନାହିଁ ବୋଲି ସେ କହୁଥିଲେ ଘାସ ଉପରେ ଚଢୁଛନ୍ତି ଯେମିତି ମାଛଟା ଘାସରୁ ବାହାରିବ। କାହିଁକି ନା ପୂର୍ବ ଖେପାରେ ସବୁ ତ ଖେପା ଆଜି ରେକର୍ଡିଂ କରାଉନି ଭିଡ଼ିଓ ଯୋଉ ମାଛ ପଡୁନାହିଁ ବୋଲି। ତ ପୂର୍ବ ଖେପାରେ କ'ଣ ହେଇଛି ନା ଗୋଟେ ଦଳଟାଇ ଜାଲରେ ଲାଗି ଆଇଲା। ସେ ଦଳକୁ ଉଠଉ ଉଠଉ ଗୋଟେ ପୋହଳାଟାଇ ପଡିଥିଲା ବଡ଼ଟା। ସେଥିପାଇଁ କହୁଛନ୍ତି ଜାଲର ଦେଖନ୍ତୁ ଏଇ ମାପ ଦିଆ ହେଇଗଲା ସେଇ ଜାଗାରେ ପଡିବ। ଦଳ ଉପରେ ପକେଇଲେ ମାଛଟା ଦଳରୁ ବାହାରିକି ଆସିବ। ଦେଖାଯାଉ ଦଳରୁ ମାଛ କିଛି ବାହାରିଛି ନା ନାହିଁ। ଯୋଉ ପ୍ଲାନ୍ ସେ ପକେଇଥିଲେ, କେତେ ପ୍ରକାର ପ୍ଲାନ୍ ଆଜି ଆପ୍ଲାଏ କରାହଉଛି ବନ୍ୟା ପାଣିରୁ ମାଛ ଧରିବା ପାଇଁ। କ'ଣ ଅଛି? ଚୁନା ମାଛ କିଛିଟା ପଡ଼ିଛି ନେଇକି ଯାଉଛନ୍ତି। ଆଉ 2 ଦିନ ପୂର୍ବରୁ ମାଛ ଏତେ ହଉଥିଲା ଯେ ଚୁନା ମାଛ ଫୋପାଡ଼ି ଦଉଥିଲେ। ଅଇକା ଚୁନା ମାଛ ଗୋଟେଇବା ପାଇଁ ଦେଖୁଛନ୍ତି ବସିକି ବାଛୁଛନ୍ତି। ଆଜିର ମାଛ ଧରା ବ୍ଲଗ ସରିଛି। ଆଜ୍ଞା କାର? ହଁ ଆଜିର ମାଛ ଧରା ବ୍ଲଗ ସରିଛି। ଆଜି ପାଣି ବଢ଼ିଯାଇଛି ଖାଲି ଗୋଟେ ଭିଡ଼ିଓ ଚକ୍କରରେ ମସ୍ତି ହବା ଚକ୍କରରେ ଆସିଥିଲୁ। ମାନେ ମାଛ ଆଜି ପଡ଼ିନି କିନ୍ତୁ ମଜା ବହୁତ ହେଇଛି। ପାଣି ପଶିକି ଭେରାଇଟି ଷ୍ଟାଇଲରେ ମାଛ ଧରାଯାଇଛି। ତ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆପଣମାନେ ଭିଡ଼ିଓ ଦେଖୁଛନ୍ତି କିନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି ତ ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ। ଦେଖା ହେବ ନେକ୍ସଟ ବ୍ଲଗରେ। ସେ ପର୍ଯ୍ୟନ୍ତ ଜୟ ଶ୍ରୀ ରାଧା।